ଆଜି ଘରେ ମାଟି ହାଣ୍ଡିରେ ଆମେ ପ୍ରସ୍ତୁତ କରୁଛୁ ପଞ୍ଚୁକ ପାଇଁ ଟିକେ ଡାଲମା। ସେଥିରେ ଆଳୁ, ସାରୁ, ଭଣ୍ଡା, କଖାରୁ, ଝୁଡ଼ଙ୍ଗ ସବୁ ପଡ଼ିକିରି ପ୍ରସ୍ତୁତ ହେଉଛି ମାଟି ହାଣ୍ଡିରେ ପଞ୍ଚୁକ ଡାଲମା। ଚାଲନ୍ତୁ ଆମେ ବି ମାଟି କଡ଼େଇରେ ବି ତାକୁ ଫୁଟଉଛୁ। ସୋରିଷ ତେଲ ଟିକେ ପଡ଼ିଲା, ସେଥିରେ ଫୁଟି ଆସିଲେ ଟିକେ ଜିରା ପଡ଼ିଲା, ସେଥିରେ ଏବେ ଟିକେ ଫୁଟଣ ବି ପଡ଼ିଲା, ତା ସହିତ ଟିକେ ଶୁଖିଲା ଲଙ୍କା ବି ପଡ଼ିଲା, ଭେସୁଙ୍ଗା ପତ୍ର, କଟା ହେଇଥିବା କିଛି ଅଦା, ତା ସହିତ ଟିକେ ପିଆଜ ଆଉ ଟିକେ ଟମାଟୋ, କଞ୍ଚା ଲଙ୍କା ପଡ଼ିକିରି ତାକୁ ଜରା ହେଲା। ଆଜି ପ୍ରସ୍ତୁତ ହେଉଛି ଆମର ମାଟି ହାଣ୍ଡିରେ ଡାଲମା। ଏବେ ସେଥିରେ ଟିକେ ଦେଇଦେବା ଆମେ ହେଙ୍ଗୁଟା ଦେଲେ ଟିକେ ଡାଲମାର ଟେଷ୍ଟ ବଢ଼େଇ ଦିଏ। ଏବେ ଫୁଟା ହେବ, ସେଥିରେ ପଡ଼ିଲା। ଓ ଦେଖାଯାଉଛି ଆପଣଙ୍କୁ ବଢ଼ିଆ। ଦେଖିଲେ ପ୍ରସ୍ତୁତ ହେଇଗଲା ଆମର ପଞ୍ଚୁକ ଡାଲମା। ସେଥିରେ ଏବେ ଦେଇଦେବା ଟିକେ ନଡ଼ିଆ ରସଟା ଦେଲେ ଡାଲମାର ଟେଷ୍ଟଟା ଆଉ ଟିକେ ବଢ଼ିଯିବ। ଡାଲମା ପଡ଼ିଗଲା ଆମର। ଆମେ ବର୍ତ୍ତମାନ ଆଉ ଟିକେ ସେଥିରେ ଦେଇଦେବା ଜିରା ଲଙ୍କା ଗୁଣ୍ଡ ବି ପଡ଼ିଗଲା, ଟିକେ ସ୍ୱାଦ ଟିକେ ଆଉ ଟିକେ ତା'ର ବଢ଼ିଯିବ। ତା ସହିତ ଫାଇନାଲି ଆମେ ଦେଇଦେଲେ ଟିକେ ଧନିଆ ପତ୍ର। ପ୍ରସ୍ତୁତ ହେଇଗଲା। ଦେଖନ୍ତୁ ଆମର ବାଡ଼ିଆ ଡାଲମା, ମନ୍ଦିର ଡାଲମା ଆମର ପ୍ରସ୍ତୁତ ହେଇଯାଇଛି। ଦେଖନ୍ତୁ ପୁରା ମନ୍ଦିର ଭଳିଆ ବାଡ଼ିଆ ଡାଲମା, ପଞ୍ଚୁକ ସାଧା ଡାଲମା। ଓକେ, ଚାଲନ୍ତୁ। ଆଜି ହେଉଛି ପଞ୍ଚୁକ। ପ୍ରଥମ କଦଳୀପତ୍ର, ଅରୁଆ ଅନ୍ନ, ଟିକେ ଆଳୁ ଚକଟା, ତା ସହିତ କଞ୍ଚା ଲଙ୍କା, ଲେମ୍ବୁ। ଓକେ, ସୁନ୍ଦର ପ୍ରସ୍ତୁତ ଆଜି ହେଇଯାଇଛି ଆମର ଅରୁଆ ଭାତ, ଡାଲମା, ତା ସହିତ ଆଳୁ ଭର୍ତ୍ତା ରେଡ଼ି।